ଶ୍ରୋତା ବନ୍ଧୁ, ଆଧୁନିକ ଓଡ଼ିଆ କଥା ସାହିତ୍ୟ ଧାରାରେ ଯଶସ୍ୱୀ କଥାକାର ବାମାଚରଣ ମିତ୍ର ଏକାଧାରରେ ଥିଲେ ଜଣେ ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ ତଥା ଜଣେ ରମ୍ୟ ରଚନାକାର। ଉଚ୍ଚ ସରକାରୀ ଚାକିରିର ଦାୟିତ୍ୱ ସହିତ ବାଣୀ ସାଧନାରେ ସେ ଅନୁବ୍ରତୀ ଥିଲେ। ତାଙ୍କର ସୃଷ୍ଟି ସମ୍ଭାର ମଧ୍ୟରେ ରହିଛି କୀର୍ତ୍ତି ଯଶ୍ୟ, ନର ଛଞ୍ଚାଣ, ପରାଗ, ପାଷାଣର ପ୍ରାଣ, ଅସୀମ, ବଟ ମହାପୁରୁଷ, ମିତ୍ର ସ୍ୱଳ୍ପ, ମିତ୍ର କଳ୍ପ, ମିତ୍ର ଗଳ୍ପ ଏବଂ ବାମାଚରଣ ମିତ୍ର ଗଳ୍ପ ସମଗ୍ର 4 ଖଣ୍ଡ ଏଟା ଆଦି ପୁସ୍ତକ ଗୁଡ଼ିକରେ ତାଙ୍କର କ୍ଷୁଦ୍ର ଗଳ୍ପ ଗୁଡ଼ିକ ସନ୍ନିବେଶିତ ହୋଇଛି। ତାଙ୍କ ଗଳ୍ପରେ ଗଭୀର ମାନବବାଦର ସ୍ୱର ଭାସ୍ୱର ହୋଇଛି। ଚନ୍ଦ୍ର ଓ ଚମ୍ପା ତାଙ୍କର ଏକ ସୁନ୍ଦର ଉପନ୍ୟାସ, ଯାହା ବୌଦ୍ଧଯୁଗୀୟ ଏକ କାହାଣୀ ଅବଲମ୍ବନରେ ଇତିହାସର ଆବରଣ ଦେଇ ଉପସ୍ଥାପିତ କରିଛନ୍ତି। ତାଙ୍କର ଅନେକ ପ୍ରବନ୍ଧ ଓ ରମ୍ୟ ରଚନା ମଧ୍ୟ ରହିଛି। ସେଗୁଡ଼ିକରେ ସେ ବ୍ୟଙ୍ଗ ଓ ହାସ୍ୟ ମାଧ୍ୟମରେ ଆଧୁନିକ ସମାଜର ତ୍ରୁଟି ବିଚ୍ୟୁତିର ସମାଲୋଚନା କରିବା ସହିତ ସମାଜ ସଂସ୍କାର ଓ ମାନବୀୟ ଅନୁଚିନ୍ତାର ସଂଶୋଧନ ପାଇଁ ସେ ଅତ୍ୟନ୍ତ ସତର୍କତାର ସହିତ ଜଣେ ସଚେତନ ଶିଳ୍ପୀର ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ କୁହାଯାଏ ଯେ ସେ ଫକୀରମୋହନ ଓ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ଅନୁଗାମୀ ଥିଲେ। ତାଙ୍କର ପ୍ରତ୍ୟେକ ରଚନାରେ ଦାର୍ଶନିକତାର ଏକ ପ୍ରଲେପ ମଧ୍ୟ ଅନୁଭବ୍ୟ। ରମ୍ୟ ରଚନା ଓ ସମାଲୋଚନା ପୁସ୍ତକରେ ରହିଛି ସ୍ୱପ୍ନସିଦ୍ଧ, ଏଣୁଶ୍ଚ ତେଣୁଶ୍ଚ, ସାହିତ୍ୟରେ ଜୀବନ ଓ କଳା। ତେବେ ଏଣୁଶ୍ଚ ତେଣୁଶ୍ଚ ରମ୍ୟ ରଚନା ପୁସ୍ତକ ନିମନ୍ତେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଛି। ଆଜି ସେହି ଯଶସ୍ୱୀ କଥାକାର ସ୍ୱର୍ଗତ ବାମାଚରଣ ମିତ୍ର, ତାଙ୍କର ସମୟ ସୀମା 1915ରୁ 1976। ତାଙ୍କର ଏକ ସୁନ୍ଦର ଗଳ୍ପ, ଯାହାକୁ ଆମେ ପ୍ରାୟତଃ ଶୁଣିଥାଏ, ଶୀର୍ଷକ ମିମିର ଭୂଗୋଳ ଶିକ୍ଷା। ତାକୁ ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପିତ କରୁଛି। ସ୍ୱର୍ଗତ ବାମାଚରଣ ମିତ୍ରଙ୍କର ଏକ ଗଳ୍ପ, ଯାହାର ଶୀର୍ଷକ ମିମିର ଭୂଗୋଳ ଶିକ୍ଷା। ବ୍ୟର୍ଥତା ଜୀବନବାବୁଙ୍କ ମନକୁ ଘାରିଦିଏ। ସବୁଠି ବ୍ୟର୍ଥତା। ନିଜର ପ୍ରତିଷ୍ଠା ପାଇଁ ସେ ଯେତେ ମିଥ୍ୟା ଓ କୂଟନୀତିର ଆଶ୍ରୟ ନେଇଛନ୍ତି, ଯେତେ ଦେଖାଣିଆ ଜ୍ଞାନ ଆହରଣ କରିଛନ୍ତି, ଯେତେ ବ୍ୟବସାୟ କରିଛନ୍ତି, ଯେତେ ଧର୍ମାନୁଷ୍ଠାନ ମାନଙ୍କରେ ବକ୍ତୃତା ଦେଇଛନ୍ତି, କେଉଁଠି କିଛି କରିପାରି ନାହାନ୍ତି। ପ୍ରତିଷ୍ଠା ପାଇଁ ଗୋଟାଏ ନୂଆ ଉପାୟ ମୁଣ୍ଡକୁ ଆସିଲେ ତାକୁ କାର୍ଯ୍ୟକାରୀ କରିବା ପରେ କିଛି ଫଳ ପାଆନ୍ତି ସତ, କିନ୍ତୁ ତାହା ହୁଏ କ୍ଷଣସ୍ଥାୟୀ। ହୁଏତ କଟକର ନର୍ଦ୍ଦମା ସଫା କରିବା ପାଇଁ ଗୋଟିଏ ସମିତି ସ୍ଥାପନ କଲେ, ସେଥିରେ ସେ ସଭାପତି ହୋଇ ବକ୍ତୃତା ଦେବାକୁ ଲାଗିଲେ। ଖବରକାଗଜରେ ନାଁ ବାହାରିଲା, ତଥାପି ତାଙ୍କର ତୃପ୍ତି ହେଲା ନାହିଁ। କାହିଁ ଏପର୍ଯ୍ୟନ୍ତ ତ ଲୋକେ ତାଙ୍କର ଜନ୍ମବାର୍ଷିକୀ ମାନିଲେ ନାହିଁ। ମନ ତାଙ୍କର ଘାରିଦିଏ। ମନେ ମନେ ସେ ସମସ୍ତଙ୍କୁ ଗାଳି ଦିଅନ୍ତି, ଲୋକଗୁଡ଼ାକ ଅକୃତଜ୍ଞ, ବଦମାସ। ସେ ସମିତି ଛାଡ଼ି ଆଉ ଏକ ନୂଆ ସମିତି ଗଢ଼ିବାର ଯୋଜନା କରନ୍ତି। ଲୋକେ ମଧ୍ୟ ଭୁଲି ଯାଆନ୍ତି ତାଙ୍କୁ। ପୁରୁଣା ମଳୁ ନୂଆ ବୈଦ୍ୟ ପାଖରୁ ନୂଆ ଔଷଧ ଖାଇ କିଛି ଫଳ ପାଏ ବା ପାଇଲା ପରି ମନେ କରେ, କିନ୍ତୁ କିଛିଦିନ ସେ ଔଷଧ ବ୍ୟବହାର କଲା ପରେ ପୁଣି ଯେଉଁ କଥାକୁ ସେଇ କଥା। ଜୀବନ ବାବୁଙ୍କ ଦଶା ସେମିତି। ନିଜର ପ୍ରତିଷ୍ଠା, ସମ୍ମାନ, ସ୍ମରଣୀୟ ହେବାର ମୋହ ତାଙ୍କୁ ପୁରୁଣା ରୋଗ ଭଳି ମାଡ଼ି ବସିଛି। ନାକରେ ଦଉଡ଼ି ତାଙ୍କର। କିଛି ଗୋଟାଏ ଚମକପ୍ରଦ କରିବାକୁ ସେ ସର୍ବଦା ବ୍ୟାକୁଳ ଓ ଚିନ୍ତିତ। ସାହିତ୍ୟ, ରାଜନୀତି, ବ୍ୟବସାୟ, ଧର୍ମ ଆଦି ସବୁଥିରେ ସେ ହାତ ମାରି ପୁରୁଣା ରୋଗୀ ଶେଷକୁ ଗୁଣି ଗାରେଡ଼ି ଆଶ୍ରୟ ନେଲା ଭଳି
ସେ ନାନା ଅଦ୍ଭୁତ ସମିତି ଗଢ଼ିବାରେ ଲାଗି ପଡ଼ିଛନ୍ତି। ଜୀବନର ତୃତୀୟ ଭାଗରେ ପାଦ ଦେଲା ପରେ ସେ ମନସ୍ଥ କଲେ, ନା, ମୋ ଦ୍ୱାରା କିଛି ହେବ ନାହିଁ। ମିମିକୁ ଗଢ଼ିବାକୁ ହେବ। ମିମି ତାଙ୍କର ଏକମାତ୍ର ବଂଶଧର। ବୟସ ବର୍ତ୍ତମାନ 9 ବର୍ଷ। ପଞ୍ଚମ ଶ୍ରେଣୀରେ ପାଠ ପଢ଼େ। ଜୀବନବାବୁ ଜୀବନ ପଣ କରି ତାକୁ ଗଢ଼ିବାରେ ଲାଗିଛନ୍ତି। ତାକୁ ଗଢ଼ିବାର ନାନା ଯୋଜନା ଅଛି ତାଙ୍କର, କିନ୍ତୁ ସେ ଯୋଜନା ସବୁ ସମ୍ଭାଳିବାରେ ମିମିର ବା ସାମର୍ଥ୍ୟ କେତେ? ହେଲେ ଜୀବନବାବୁଙ୍କ ସେଥିପ୍ରତି ନଜର ନାହିଁ। ବ୍ୟର୍ଥତା ତାଙ୍କୁ କରିଛି ନିର୍ମମ ସ୍ୱପ୍ନବିଳାସୀ। ବ୍ୟର୍ଥତା ତାଙ୍କୁ କରିଛି ଅନ୍ଧ ଓ କ୍ରୂର। ସକାଳୁ ବ୍ୟାୟାମ, ତାପରେ 2ଟି ଅଣ୍ଡା ଓ ଗିଲାସେ ଲେମ୍ବୁ ସରବତ ପରେ ନାଚ ଓ ଗୀତ ଶିକ୍ଷା, ତାପରେ ପଢ଼ା, ତାପରେ ତାଟିଆଏ ମାଂସ ସହ ଭାତ ଖାଇ ଇସ୍କୁଲ, ଇସ୍କୁଲରୁ ଫେରି ପୁଣି ଗୀତ। ଚାଲିଲା ଏମିତି ରାତି 11 ପର୍ଯ୍ୟନ୍ତ। ମିନିଟିଏ ବି ଫୁର୍ସତ ନାହିଁ। ଗୃହିଣୀ, ଚାକର ବାକର ସମସ୍ତେ ଲାଗିଛନ୍ତି ମିମି ପଛରେ। ଟଙ୍କା ପାଣି ପରି ଖରଚ ହେଉଛି, ନଥିଲେ ଧାର ହେଉଛି। ଭ୍ରୂକ୍ଷେପ ନାହିଁ ସେଥିପ୍ରତି। ଚାକର ବାକରଙ୍କୁ ସୁବର୍ଣ୍ଣ ସୁଯୋଗ ପଡ଼ିଯାଇଛି। ବେଶ୍ 2 ପଇସା ହାତ ପଇଠ ହେଉଛି ତାଙ୍କର। ହେଲେ ମିମିର ବା ଶକ୍ତି କେତେ? ସେ ନିଆଗିଳା ଯୋଜନା ସବୁକୁ ସମ୍ଭାଳିବାକୁ। ସେ ଯୋଜନାରେ ମିମିର ମଙ୍ଗଳ ବା ଭବିଷ୍ୟତର ତ ସ୍ଥାନ ନାହିଁ। ଅଛି କେବଳ ଜୀବନବାବୁଙ୍କ ପ୍ରତିଷ୍ଠା ପାଇବାର ନିର୍ମମ ଅନ୍ଧ ବ୍ୟଗ୍ରତା। ସେ ଯୋଜନା ଭାରରେ ମିମି ନିଷ୍ପେଷିତ ହୋଇ ଦିନକୁ ଦିନ ଆହୁରି ଦୁର୍ବଳ ହୋଇପଡ଼ୁଛି। ମିମି ପଢ଼ାରେ ଭୁଲ କଲେ ଜୀବନବାବୁ ଯେତେବେଳେ ଧୈର୍ଯ୍ୟ ହରାଇ ତାକୁ ନିର୍ମମ ଭାବରେ ପ୍ରହାର କରନ୍ତି, ସେତେବେଳେ ତାଙ୍କ ବଡ଼ ଭାଇ ତାଙ୍କୁ କହନ୍ତି, ଶାନ୍ତ ହ, ଶାନ୍ତ ହ, କାହିଁକି ସେଥିରେ ମାତିଛୁ? ଅସ୍ୱାଭାବିକ ଭାବରେ ଚେଷ୍ଟା କଲେ ଫଳ ଓଲଟା ହୁଏ। ଜୀବନବାବୁ ଥରେ ରାଗିଯାଇ କହିଲେ, ତୁମର କ'ଣ ଗଲା? ମୋ ଗାଈକୁ ମୁଁ ଲାଞ୍ଜ ବାଟେ ଖୋଇବି। ତାଙ୍କ ବଡ଼ ଭାଇ ହୃଦୟବାବୁ ମ୍ଳାନ ହସ ହସି କହିଥିଲେ, ତୁ ବୁଝିପାରୁନୁ ଜୀବ, କେଡ଼େ ନିର୍ମମ ତୁ ହୋଇଯାଉଛୁ। ଯେଉଁ ମିମିକି ତୁ। ସେ ଆଉ କହି ନପାରି ମୁହଁ ବୁଲାଇ ଦେଇଥିଲେ। ମିମିର ସତେ ସେଦିନ ଆଉ ନାହିଁ। ସରିଯାଇଛି ସେଦିନ। ତାକୁ ଯେତେବେଳେ ବର୍ଷେ ବୟସ, ସେତେବେଳେ ଦିନେ ତାର ବାପା ଶୋଇଥିବା ବେଳେ ମିମି ବାପାର ନାକକୁ ଅନେକ ବେଳ ଯାଏ ଦେଖି ଶେଷରେ ସିଦ୍ଧାନ୍ତ କଲା, ନାକଟା ନିହାତି ଅଡ଼ୁଆ କରୁଥିବ ବାପାଙ୍କୁ ନିଶ୍ଚୟ। ନାକକୁ ସେ କାପୁଡ଼ି ଧରି ଉଠାଇ ଫିଙ୍ଗି ଦେବାକୁ ଚେଷ୍ଟା କଲା। ତାହାର ନଖରେ ବାପାଙ୍କ ନାକ ଚିରି ହୋଇଗଲା। ରକ୍ତ ବୋହିଲା। ଜୀବନବାବୁଙ୍କ ନିଦ ଭାଙ୍ଗିଗଲା ଚାଉଁକିନା। କିନ୍ତୁ ସେ ଉଠି ପାରିଲେ ନାହିଁ, କାଳେ ତାଙ୍କ ବୁକୁରେ ପଡ଼ିଥିବା ମିମି ପଡ଼ିଯିବ ବୋଲି। ନିଜ ପଣତ କାନିରେ ରକ୍ତ ପୋଛି ସେ ହସି ମିମିକୁ ଚୁମ୍ବନ ଦେଲେ। ତାପରେ ପାଣି ଲାଗି ସେ କ୍ଷତ ଘା ହୋଇ ଶୁଖିବାକୁ ଲାଗିଲା ଅନେକ ଦିନ। କିଛି ଖର୍ଚ୍ଚ ମଧ୍ୟ ହେଲା ସେଥିପାଇଁ। ସେ ଚିହ୍ନ ଆଜି ପର୍ଯ୍ୟନ୍ତ ଅଛି। ସେତେବେଳେ କିନ୍ତୁ ଜୀବନବାବୁଙ୍କୁ କେହି ଦାଗ କଥା ପଚାରିଲେ ସେ ହସି ହସି ତାର ଇତିହାସ କହୁଥିଲେ ଗର୍ବର ସହିତ, ସତେ ଯେମିତି କେଉଁ ଯୁଦ୍ଧରେ ସେ ଖଡ଼୍ଗ ଘାତର ଚିହ୍ନ। ସତ କହିଲେ, ଏ ବି ତ ଜୀବନ ସଂଗ୍ରାମର ଗୋଟିଏ ଦିଗ। ଜୀବନବାବୁଙ୍କ ବଡ଼ ଭାଇ ଶାନ୍ତ ପ୍ରକୃତିର ଲୋକ। ସାମାନ୍ୟ ଗୋଟିଏ ଚାକିରି ତାଙ୍କର, ଯାହା ସଚ୍ଚୋଟ ଉପାୟରେ ରୋଜଗାର କରନ୍ତି। ସେଥିରେ ଦୁଃଖରେ ଚଳୁଥିଲେ ମଧ୍ୟ କେବେ ହେଁ ତାଙ୍କୁ କେହି ଆପତ୍ତି କରିବାର ଶୁଣି ନାହାନ୍ତି। ସଦାବେଳେ ହସ ହସ ମୁହଁଟି। କଚେରୀ କାମ ସାରି ସିଧାସଳଖ ଘରକୁ ଆସି ଗୁହାଳ ସଫା, ନର୍ଦ୍ଦମା ସଫା, କନ୍ଥା ସିଲେଇ, ଭାଗବତ ପଢ଼ା, ପୂଜା ଆଦି କାମରେ ସେ ଲାଗିଯାଆନ୍ତି। ତାଙ୍କର ସ୍ତ୍ରୀ ମଝିରେ ମଝିରେ ଦୁଃଖ କଷ୍ଟ କଥା କହି ବସିଲେ ସେ କହନ୍ତି, ଭଗବାନଙ୍କ ପ୍ରତ୍ୟେକ କଥାରେ ଆମେ ଯଦି ଆପତ୍ତି କରୁ, ତେବେ ସୁଖ ମିଳିବ କେଉଁଠୁ? ଲକ୍ଷେ ପାଇଲେ ବି ସୁଖ ପାଇବ ନାହିଁ। ସେ ଯାହା ଦେଉଛନ୍ତି ବୁଝି ସୁଝି ଦେଉଛନ୍ତି। ବେଶୀ ଦେଲେ ଆମେ ସମ୍ଭାଳି ପାରିବୁ ନାହିଁ। ସ୍ତ୍ରୀ କିନ୍ତୁ ଛାଡ଼ିବାର ନୁହେଁ। କହିଲେ, ଏସବୁ ଅପାରଗ ଲୋକର କଥା। ତୁମ ଭଳି ଯଦି ସମସ୍ତେ ହୁଅନ୍ତେ, ତାହେଲେ ଏ ଦେଶ କେବେଠୁ ଦରିଦ୍ର ହୁଅନ୍ତାଣି। ହୃଦୟବାବୁ ହସି କହିଲେ, ତା ହୁଏତ ସତ, କିନ୍ତୁ ଧନୀ ଉଚ୍ଛୃଙ୍ଖଳ ଦେଶ ବା ଲୋକ ତାହାଠୁ ଆହୁରି ବିପଜ୍ଜନକ। ଅନେକ ଲୋକର କଷ୍ଟ ଓ ମୃତ୍ୟୁର କାରଣ ହୁଏ ସେ ନିଜେ। ସ୍ତ୍ରୀ ଦୀର୍ଘ ନିଶ୍ୱାସ ପକାଇ କହିଲେ, ତୁମରି ସାଙ୍ଗର କେତେ ଲୋକ ଉପରକୁ ଉପରକୁ ଯାଇ କେଉଁଠି ଉଠିଲେଣି, ଆଉ ତୁମେ? ହୃଦୟବାବୁ ହସିଲେ। କହିଲେ, କେହି ସିନା ଆନନ୍ଦ କେମିତି ମିଳିବ ସେ ଚିନ୍ତା କରନ୍ତି, ନା ଖାଲି ଅନ୍ୟକୁ ଟପି ଯିବାର ଦୁଶ୍ଚିନ୍ତା।
ଜ୍ଞାନ ହେଉ, ଅର୍ଥ ହେଉ, କ୍ଷମତା ହେଉ, ଶକ୍ତି ହେଉ, ସବୁଥିରେ ମୁଁ କେମିତି ଅନ୍ୟକୁ ଟପିଯିବି? ଗାଗାରିନ୍ ମହାଶୂନ୍ୟକୁ ଗଲା। ଅନେକ ଆକ୍ଷେପ କଲେ, ଜଣେ ଋଷିୟ ଏ କଥା ପାରିଲା, ଆମେ ପାରିଲୁ ନାହିଁ? କି ହୋ, କେତେ ବର୍ଷ ପରର ଇତିହାସ କ'ଣ କହିବ ଋଷିୟ ଲୋକ ଯାଇଥିଲା, ଆଉ କେହି ପାରିନଥିଲେ? ମାନବ ଜାତିର ବିକାଶର ଇତିହାସ କହିବ, ଅମୃତ ଯୁଗରେ ମାନବ ଜାତିର ବୁଦ୍ଧି ଏମିତି ବିକଶିତ ହୋଇଥିଲା। ଯିଏ ବି ଯାହା କରୁଛି, ସେ ଯଦି ମାନବ ଜାତିର ଚରମ ବିକାଶ ପାଇଁ କରେ, ସେଥିରେ ସମସ୍ତଙ୍କର ମଙ୍ଗଳ। ନାହିଁ ତ ଗଳା କଟାକଟି ଯୁଦ୍ଧ। ସେ ବିକାଶରେ କିଛି ଲାଭ ନାହିଁ, ବରଞ୍ଚ ମରଣ। ସ୍ତ୍ରୀ ତାଙ୍କର ମୁହଁ ମୋଡ଼ି ଚାଲିଗଲେ। ହୃଦୟବାବୁ ମିମିକୁ ଭାରି ସ୍ନେହ କରନ୍ତି। ମିମିର ମଧ୍ୟ ବଡ଼ ବାପା ଅନ୍ତପ୍ରାଣ। ଜୀବନବାବୁ ଯେତେବେଳେ ପଢ଼ାଉ ପଢ଼ାଉ ମିମିକୁ ପ୍ରହାର କରନ୍ତି, ସେତେବେଳେ ହୃଦୟବାବୁ ତାଙ୍କ ଘର ଭିତରେ ଆଖି ବୁଜିଦେଇ ବସି ଲୁହ ପୋଛନ୍ତି। ନିହାତି ସହି ନ ପାରିଲେ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ଜପନ୍ତି। ସେଦିନ ରାତିରେ ଜୀବନବାବୁ ଭୂଗୋଳ ପଢ଼ା ଦେଇ ଗଲେ ତୁଳାଭିଣାଳୀ ସଂଘକୁ। ମିମି ଭୂଗୋଳ ମୁଖସ୍ଥ କରିବାକୁ ଲାଗିଲା। କେତେଗୁଡ଼ିଏ ଲୋକ ମିଶି ହୁଏ ଗୋଟିଏ ପରିବାର ଓ ଘର। କେତେଗୁଡ଼ିଏ ଘର ମିଳି ଗୋଟିଏ ଗ୍ରାମ ହୁଏ। କେତେଗୁଡ଼ିଏ ଗ୍ରାମ ମିଳି ଗୋଟିଏ ଥାନା। କେତେଗୁଡ଼ିଏ ଥାନା ମିଳି ହୁଏ ସବ୍ ଡିଭିଜନ। କେତେଗୁଡ଼ିଏ ସବ୍ ଡିଭିଜନ ମିଳି ଗୋଟିଏ ଜିଲ୍ଲା। କେତେଗୁଡ଼ିଏ ଜିଲ୍ଲା ମିଶି ଗୋଟିଏ ପ୍ରଦେଶ। କେତେଗୁଡ଼ିଏ ପ୍ରଦେଶ ମିଶି ହୁଏ ଗୋଟିଏ ଦେଶ। କେତେଗୁଡ଼ିଏ ଦେଶ ମିଶି ହୁଏ ମହାଦେଶ। ଏପରି କେତେଗୁଡ଼ିଏ ମହାଦେଶ ମିଶି ପୃଥିବୀର ସ୍ଥଳଭାଗ। ମିମି ମୁହଁରେ ପଡ଼ିଯାଉଛି ସତ, ମନ କିନ୍ତୁ ତାର ବଡ଼ ବାପାଙ୍କଠି ଓ ଶଙ୍ଖି ବିଲେଇଠି। ରାତି 11 ବାଜିଲାଣି। ବୋଉ ରୋଷେଇ ଶାଳରେ ଚୁଲି ମୁଣ୍ଡରେ ଶୋଇପଡ଼ିଛି। ମିମିକୁ ଖାଇବାକୁ ଡାକିବାକୁ ତାଙ୍କର ସାହସ ନାହିଁ। ଜୀବନବାବୁ ଏପର୍ଯ୍ୟନ୍ତ ଫେରି ନାହାନ୍ତି। ସେ ସେତେବେଳେ ବେଦ ଉପନିଷଦରୁ ଶ୍ଲୋକ ସବୁ ଉଦ୍ଧାର କରି ତୁଳାଭିଣାଳୀଙ୍କର ସମାଜରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାରେ ଲାଗିଛନ୍ତି। ଆରପଟ ଘରେ ହୃଦୟବାବୁ ଅଭୁକ୍ତ ବସିଛନ୍ତି। ମିମିର ପଢ଼ା ସରିଲେ ସେ ଓ ତାଙ୍କର ଶଙ୍କି ତାଙ୍କ ସଙ୍ଗେ ନିଇତି ଖାଆନ୍ତି। ଶଙ୍କି ଏପର୍ଯ୍ୟନ୍ତ ଖାଇନାହିଁ। ମିଆଉଁ ମିଆଉଁ ରଡ଼ି ଛାଡ଼ିଛି। ମିମି ଖାଇବାକୁ ନ ବସିଲେ ସେ ଖାଏ ନାହିଁ। ମିମିର ମନ ବଡ଼ ବାପାଙ୍କଠି ଆଉ ଶଙ୍ଖିଟିଏ। ତଥାପି ସେ ଢୁଳାଇ ଢୁଳାଇ ପଢ଼ି ଚାଲିଛି। ବାପାଙ୍କ କଡ଼ା ଆଦେଶ, ସେ ନ ଫେରିବା ପର୍ଯ୍ୟନ୍ତ ମିମି ଯେପରି ପଢ଼ା ଜାଗାରୁ ନ ଉଠେ। ସେ ଆଦେଶ ଅମାନ୍ୟ କରିବାକୁ କାହାର ସାହସ ନାହିଁ। କିନ୍ତୁ ପାଠରେ ମନ ନଥିବାରୁ ମିମିର ସବୁ ଗୋଳେଇ ଗଲାଣି। ସେ ଢୋଳେଇ ଢୋଳେଇ କହି ଚାଲିଛି, କେତେଗୁଡ଼ିଏ ଦେଶ ମିଶି ହୁଏ ଗୋଟିଏ ଘର। ଘରେ ବାପା ଥାଆନ୍ତି। ଯେଉଁ ଘରେ ବାପା ଥାଆନ୍ତି ତାକୁ କହନ୍ତି ମହାଦେଶ। ସେଠି ଶଙ୍ଖି ଅଛି, ମୋତେ ଡାକୁଛି। ତାପରେ ହଠାତ୍ ତାର ଖିଆଲ ହେଲା, କ'ଣ ଗୁଡ଼ାଏ ସେ ଇଆଡ଼ୁ ସିଆଡ଼ୁ କହୁଛି। ଚମକି ପଡ଼ି ସେ ଆଖି ରଗଡ଼ି ପୁଣି ପଢ଼ା ମୁଖସ୍ଥ ହୋଇଛି କି ନା ବିଡ଼ିବାକୁ ଯାଇ ନିଜକୁ ନିଜେ ପ୍ରଶ୍ନ ପଚାରି ଉତ୍ତର ଦେବାକୁ ଲାଗିଲା। ହଁ ହଁ, କେତେଗୁଡ଼ିଏ ପୃଥିବୀ ମିଳି କ'ଣ ହୁଏଟି? କ'ଣ ହୁଏଟି? ଏହାର ଉତ୍ତର ସେ ଦେଇପାରିଲାନି। ବ୍ୟସ୍ତ ହୋଇ ସେ ବହିର ପତର ଓଲଟାଇବାକୁ ଲାଗିଲା। କେଉଁଠି ତାର ଉତ୍ତର ପାଇଲା ନାହିଁ। ହୃଦୟବାବୁ କାନ ପାରି ସବୁ ଶୁଣୁଥାନ୍ତି। ମୁରୁକି ମୁରୁକି ହସୁଥାନ୍ତି, କିନ୍ତୁ ଆଖିରେ ତାଙ୍କର ଲୁହ। ଏହି ସମୟରେ ଶୁଭିଲା ଗର୍ଜନ। ମିମି, ଏଇ ତୋର ପଢ଼ା। ଜୀବନବାବୁ କେତେବେଳୁ ଗୁପ୍ତରେ ଛିଡ଼ା ହୋଇ ମିମିକୁ ଲକ୍ଷ୍ୟ କରୁଛନ୍ତି, କାହାରିକୁ ଜଣା ନାହିଁ। ହୃଦୟବାବୁ ଓ ମିମିର ଛାତିରୁ ଅତଡ଼ା ଖସି ପଡ଼ିଲା। ହୃଦୟବାବୁ ସବୁ ବାଧା ଏଡ଼ି ଦେଇ ଦୌଡ଼ି ଆସି ଛିଡ଼ା ହେଲେ ମିମି ପାଖେ। ଜୀବନବାବୁ ଥରେ ତରାଟି ତାଙ୍କୁ ଚାହିଁ ମିମି ପାଖରୁ ବହି ଛଡ଼ାଇ ଦେଇ ପଚାରିଲେ, କହ, ଗାଁ, ଥାନା, ସବ୍ ଡିଭିଜନ, ଜିଲ୍ଲା, ପ୍ରଦେଶ, ଦେଶ, ମହାଦେଶ କାହାକୁ କହନ୍ତି? ମିମି କେବଳ ବଲ ବଲ କରି ଚାହିଁଲା। ମନେ ତାର କିଛି ନାହିଁ। ସେ ସବୁ କ'ଣ ସେ ବୁଝି ବି ପାରିଲା ନାହିଁ। ମଝିରେ ମଝିରେ ସେ କଣେଇ କଣେଇ ବଡ଼ ବାପାଙ୍କ ଆଡ଼େ ଚାହୁଁଥାଏ। ସେ ଚାହାଣୀ ଜୀବନବାବୁଙ୍କୁ ଉତ୍କ୍ଷିପ୍ତ କରିଦେଲା। କ୍ରୋଧରେ ସେ ବହିଟି ଫୋପାଡ଼ିଲେ ମିମି ଉପରକୁ। ଆଖିପତାରେ ବହି ବାଜିଲା। ମିମି ଯନ୍ତ୍ରଣାରେ ଚିତ୍କାର କରି ଉଠିଲା। ମିମି ବୋଉ ଧଡ଼ପଡ଼ କରି ଉଠି ବସି ଦୀର୍ଘ ନିଶ୍ୱାସ ପକେଇଲେ। ହୃଦୟବାବୁ ମିମିକୁ କୋଳକୁ ଉଠାଇ ନେଇ ଚାଲିଲେ ନିଜ ବଖରା ପଟକୁ। ଜୀବନବାବୁ ତାଙ୍କ କୋଳରୁ ମିମିକୁ ଛଡ଼ାଇ ଆଣି ତଳେ କଚାଡ଼ି ଦେଇ ଦୁଇ ଗୋଡ଼ ଫାଙ୍କ କରି ତା ପାଖରେ ଛିଡ଼ା ହେଲେ। ହୃଦୟବାବୁ ହୃଦୟଙ୍ଗମ କଲେ, ବର୍ତ୍ତମାନ ବାଧା ଦେଲେ ଜୀବନବାବୁଙ୍କ ମିମି ଉପରେ ଅତ୍ୟାଚାର ବଢ଼ିଯିବ। ସବୁ ରାଗ ଯାଇ ପଡ଼ିବ ମିମି ଉପରେ। ତେଣୁ ସେ ମିମିକୁ କୋଳକୁ ଆଉଜାଇ ନେଇ କହିଲେ, ଆଚ୍ଛା ତୁ ଦେଖେ, ମୁଁ ତାକୁ 10 ମିନିଟରେ ସବୁ ପଢ଼ା କରାଇ ଦେଉଛି। ମିମି ସାହସ ପାଇ ବହିଟି ଖୋଲି ବଡ଼ ବାପାଙ୍କ କୋଳକୁ ଆଉଜି ବସିଲା।
ଜୀବନ ବାବୁ ରାଗରେ ତମତମ ହୋଇ ସେମିତି ଛିଡ଼ା ହୋଇ ରହିଲେ। ହୃଦୟ ବାବୁ ପଢ଼ାଇବାକୁ ଲାଗିଲେ, କିନ୍ତୁ ମିମିର ଲାଗିଗଲା ଗୋଟାଏ ଖେଳ, ପ୍ରଶ୍ନର ଖେଳ। ସେ ପଚାରିଲା, ଆଚ୍ଛା ତେବେ ବଡ଼ ବାପା କହିଲ କେତେ ଗୁଡ଼ିଏ ପୃଥିବୀ ମିଳି କ'ଣ ହୁଏ? ହୃଦୟ ବାବୁ ବଲ ବଲ କରି ଚାହିଁଲେ କିଛି କ୍ଷଣ, ତାପରେ କହିଲେ, ଏମିତି କେତେ ଗୁଡ଼ିଏ ପୃଥିବୀ ଭଳିଆ ଗ୍ରହ ମିଳି ହୁଏ ସୌରଜଗତ। ଏମାନେ ସୂର୍ଯ୍ୟ ଚାରିପଟେ ଚକା ଭଉଁରି ଖେଳୁଥାନ୍ତି। ମିମି ପୁଣି ପଚାରିଲା, କେତେ ଗୁଡ଼ିଏ ସୌରଜଗତ ମିଳି କ'ଣ ହୁଏ? ପ୍ରଶ୍ନ ପଚାରି ସେ ବଡ଼ ବାପାଙ୍କ ମୁହଁ ସାମ୍ନାରେ ହାତ ବୁଲାଇ କହିଲା, କହି ତ ପାରିବ ନାହିଁ। ଆଉ କହି ସେ ବଡ଼ ବାପାଙ୍କ ଅପାରଗତାରେ ମୁଗ୍ଧ ହୋଇ ଆନନ୍ଦରେ ବଡ଼ ବାପାଙ୍କ କୋଳରେ ପଡ଼ିଗଲା। ହୃଦୟ ବାବୁ କିନ୍ତୁ ଉତ୍ତର ଦେଲେ। ଆଖି ତାଙ୍କର ଛଳଛଳ। ସେ କହିଲେ, ମା, କୃଷ୍ଣ ଯେତେବେଳେ ସାନ ପିଲାଟିଏ, ଦିନେ ସେ ଗୁରୁଣ୍ଡି ଗୁରୁଣ୍ଡି ବୁଲି ମାଟି ଖାଉଛନ୍ତି। ଯଶୋଦା କୃଷ୍ଣଙ୍କୁ ମାଟି ଖାଇବାର ଦେଖି ତାଙ୍କୁ ଧରି କହିଲେ, ଆଙ୍କର ପାଟି, ଆଙ୍କର। ଭଗବାନ ଆଁ କରିଦେଲେ। ଯଶୋଦା ଦେଖି କାବା। କ'ଣ ଦେଖିଲେ? ତାର ଉତ୍ତରରେ ହୃଦୟ ବାବୁ ଗାଇଲେ, କୋଇଲି ହାଇଜେ ମାରଇ ପୁତ୍ର ତୁଣ୍ଡ, ହୃଦୟେ ଦିଶିଲା ଶପଥ ବ୍ରହ୍ମାଣ୍ଡ ଲୋ କୋଇଲି। ପୁଣି ଗାଇଲେ, ବ୍ରହ୍ମାଣ୍ଡ ମାଳ ମାଳ ହୋଇ ତା ପ୍ରତି ଲୋମେ ବିରାଜଇ। ଆଖି ପୋଛି ମିମିକୁ ଚୁମ୍ବନ ଦେଇ କହିଲେ, ମା, ତୁ ଯେଉଁ ପ୍ରଶ୍ନ କଲୁ ସେ ଭୂଗୋଳ ନୁହେଁ, ଗୋଳ। ଏ ଯେତେ ସବୁ ସୃଷ୍ଟି ହୋଇଛି, ପରମାଣୁ ଠାରୁ ଆରମ୍ଭ କରି କୋଟି କୋଟି ମହାମହା ସୂର୍ଯ୍ୟ ପର୍ଯ୍ୟନ୍ତ ସବୁ ମିଶି ହେଉଛନ୍ତି ସେ। ଅଣୋରଣୀୟାନ୍ ମହତୋ ମହୀୟାନ୍ ଅମ୍ବାସ୍ୟ ଜନ୍ମୋର୍ ନିହିତ ଗୁହାୟାମ୍ ତମକ୍ରତୁ ପଶ୍ୟତି ବୀର ଶୋକୋ ଧାତୁ ପ୍ରସାଦାନ୍ ମହିମାନମାତ୍ମନଃ। ସୂକ୍ଷ୍ମଠାରୁ ସୂକ୍ଷ୍ମତର ଏବଂ ବିଶାଳଠାରୁ ବିଶାଳତର ସେ ପ୍ରତ୍ୟେକ ଜୀବ ଓ ବସ୍ତୁ ମଧ୍ୟରେ ଅଛନ୍ତି। ନିଷ୍କାମ ବ୍ୟକ୍ତି ତାଙ୍କୁ ଦର୍ଶନ କରି ଶୋକାତୀତ ହୁଅନ୍ତି। ମା, କେ କହିପାରିବ ତା କଥା? ଜୀବନ ବାବୁ ବାଧା ଦେଇ କହିଲେ, ଆପଣ ସେ ଧର୍ମ ଫର୍ମ କଥା କହନ୍ତୁ ନାହିଁ। ସେ ସବୁ ବାଜେ କଥାରେ ତାକୁ ପ୍ରବେଶ କରାଇବା ମୋର ଯୋଜନା ନୁହେଁ। ଯୋଜନା? ପ୍ରତ୍ୟେକ କାମ ପାଇଁ ଦରକାର ଯୋଜନା। ହୃଦୟ ବାବୁ ହସିଲେ, କହିଲେ, ଆରେ ପ୍ରତ୍ୟେକ ଜୀବର ଏକମାତ୍ର ଉଦ୍ଦେଶ୍ୟ ସେଇ ବିରାଟ ପ୍ରତି ଆକୃଷ୍ଟ ହେବା। ଧର୍ମ ଈଶ୍ୱର ନୁହେଁ ରେ, ଈଶ୍ୱର ପ୍ରାପ୍ତିର ଗୋଟିଏ ପନ୍ଥା। ସେ ପନ୍ଥାରେ ଯେତେବେଳେ ଗ୍ଲାନି ଜାତ ହୁଏ, ବା ସେ ପନ୍ଥା ଯେତେବେଳେ ଈଶ୍ୱର ଆଡ଼କୁ ନ ଯାଇ ଅନ୍ୟ ଆଡ଼କୁ ଗତି କରେ, ସେତେବେଳେ ମଣିଷ ହୁଏ ମଣିଷଖିଆ ରାକ୍ଷସ। ସେତେବେଳେ ଭଗବାନ ନିଜେ ଅବତୀର୍ଣ୍ଣ ହୁଅନ୍ତି ସେ ପନ୍ଥାକୁ ସଜାଡ଼ିବାକୁ। ସେ ସଜାଡ଼ିବାର ପନ୍ଥା ହେଉଛି ଧ୍ୱଂସ। ଧ୍ୱଂସ ପରେ ପୁଣି ହୁଏ ସୃଷ୍ଟି। ତୋ ପରି ଏମିତି କେତେ ଯୋଜନା କଲାଣି। ଧର୍ମ ଚାଲିଛି ତା ଗତିରେ। ସଦା ଜାଗ୍ରତ ଈଶ୍ୱର। ମିମି ଏତେ ସବୁ କିଛି ବୁଝିଲା ନାହିଁ। ସେ ତାର ବଡ଼ ବାପାର ଛାତିରେ ମୁହଁ ଲୁଚାଇ ରହିଲା। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ କଥାକାର ବାମାଚରଣ ମିତ୍ରଙ୍କର ଗଳ୍ପ ମିମିର ଭୂଗୋଳ ଶିକ୍ଷା। ଅଡ଼ିଓଟି କେମିତି ଲାଗିଲା? ଆପଣମାନଙ୍କର ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲି। ଧନ୍ୟବାଦ।